ବୋଉ କଣ କରୁଛ? ଲେମ୍ବୁ ତୋଳୁଛି, ବାପା କାଲି ହାଟକୁ ନେବେ। ବୋଉ ଲେମ୍ବୁ ଗଛଟା କେମିତି ଲଗା ହୁଏ? ଇଏ ଚେରୁରୁ ଗଛ ହୁଏ ଲାଗେ। ଦେଶୀ ଲେମ୍ବୁଟା ମଞ୍ଜିରୁ ହୁଏ, ଇଏ ଚେରୁରୁ ହୁଏ ଗଛ। ଆଉ ଇଏ ବର୍ଷକ 12 ମାସି ଫଳ। କେବଳ ଖରା ଦିନେ ବର୍ଷା ଦିନେ ଅଧିକା ଫଳ। ଆଉ ଲେମ୍ବୁ ଗଛ ପାଇଁ ହାଲକା ବର୍ଷା ଆଉ ଗରମ ଦିନ ହେଲେ ଅଧିକା ଫଳ ହୁଏ। ବୋଉ ସବୁ ଗଛରେ ଯୋଉ ଫଳ ହୁଏ ସେ ଫୁଲରୁ ଫଳ ହୁଏ। ଲେମ୍ବୁ ଗଛର ଫୁଲ ଥାଏ ନା ନାଇଁ? ହଁ ଅଛି, ଦେଖୁନୁ। ଲେମ୍ବୁ ଗଛର ଫୁଲ ଅଛି? ଦେଖୁନୁ କେମିତି ଫୁଲ ହେଇଛି। ଫୁଲରୁ ଫଳ ହବ? ହଁ, ଫୁଲରୁ କେତେ ଦିନରେ ଫଳ ହବ? ଇଏ ଫୁଲ ହେଇକିରି 3 ମାସ ଭିତରେ ହେଇକିରି ପାକଳ ହେଇଯିବ ଆଉ। ଲେମ୍ବୁ ଗଛରେ ପୋକ ଲାଗେ? ହଁ ଲାଗନ୍ତି। ଆଉ ତା ପାଇଁ କି ଲିମ୍ବ ତେଲ ସ୍ପ୍ରେ ହୁଏ ପୋକ ନ ଲାଗିବା ପାଇଁ। ବୋଉ ଏ ଗଛର ଯତ୍ନ କେମିତି ନିଆହବ? ଚେରରୁ ଗଛ ହୁଏ, କାଟିକି ଲଗେଇକିରି ସପ୍ତାହକେ ଥରେ ପାଣି ଦିଆହୁଏ। ଆକୁ ପ୍ରତି ମାସରେ କଟା ହୋଇ ସାଇଜ ହୁଏ, ନହେଲେ ଚାରିଆଡ଼େ ମାଡ଼ିଯିବ ଯେ କଣ୍ଟାରେ ପଶି ହବନି। ବୋଉ ଦେଖିଆ କେତେ ଲେମ୍ବୁ ତୋଳିଲଣି? ଦେଖୁନୁ। ଗୋଟେ ବାଲ୍ଟିରେ ବାଲ୍ଟିଏ ଲେମ୍ବୁ ତୋଳି ସାରିଲଣି ତମେ? ହଁ। ବୋଉ ଏଥିରେ ପାଣି କେମିତି କଣ ବାହାରିବ? ପାଣି ବାହାରିବ ଯେ ଏଥିରେ ତୁ ଗାଧେଇବୁ। ଆ ଭିତରେ ମଞ୍ଜି ଅଛି ନା ନାଇଁ? ନାଇଁ, ଆ ଦେହରେ ମଞ୍ଜି ନାହିଁ। ଦେଶୀ ଲେମ୍ବୁରେ ମଞ୍ଜି ଅଛି, ଗଛ ହୁଏ। ଏବା ଚେରୁରୁ ଗଛ ହୁଏ। ଆ ଦେହରେ ମଞ୍ଜି ନାହିଁ ନା? ଆଉ ଆ ଭିତରୁ ରସ କେମିତି କଣ ବାହାରେ? ଆରେ ରସ କାଟିବାରେ କାଇଦା ଅଛି। ହୁଁ। ଦାନା କାଟିଦବ, ଦାନା ଝଡ଼ିବନି, ଖାଲି ପାଣି ବାହାରିବ।